ଜାନୁଆରୀ 26 ତାରିଖ ଦିନଟା କମ୍ପାନୀ ଭିତରେ କେମିତି ବିତିଲା ଚାଲନ୍ତୁ କହୁଛି। ଭାଇ ମାନେ ସକାଳ 7ଟାରୁ ଉଠି ଗାଧେଇ ପିଧେଇ ରେଡି ହେଇଗଲି ପ୍ରୋଗ୍ରାମକୁ ଯିବା ପାଇଁ, କାହିଁକି ନା ଆଜି ହେଉଛି ଗଣତନ୍ତ୍ର ଦିବସ। ଆଉ ଏଇ ଅବସରରେ ଆମ କମ୍ପାନୀ ଭିତରେ ବହୁତ ବଡ ପ୍ରୋଗ୍ରାମ ହୁଏ। ଆଉ ସେଠି ପହଞ୍ଚି ଦେଖିଲା ବେଳକୁ ଲୋକମାନେ ସବୁ ଲାଇନ ରେ ଛିଡା ହେଇଛନ୍ତି, କାହିଁକି ନା ଆଉ କିଛି ସମୟ ପରେ ପତାକା ଉତ୍ତୋଳନ ହବ। ଆଉ ଏପଟେ ଷ୍ଟେଜ ସଜା ସରିଗଲାଣି ଡ୍ୟାନ୍ସ ପ୍ରୋଗ୍ରାମ ହେବ ବୋଲି। ତ ମୁଁ ଜମା ଡେରି ନ କରି ଆଗ ଲାଇନ ରେ ଛିଡା ହେଇଗଲି। ଆଉ କିଛି ସମୟ ପରେ ଆମ ସମସ୍ତଙ୍କୁ ଗୋଟେ ଗୋଟେ ଫ୍ଲାଗ ଦିଆଗଲା ଛାତିରେ ଲଗେଇବା ପାଇଁ। ଫ୍ଲାଗ ଟିକୁ ଲଗେଇ ସାରିବା ପରେ ମତେ କାହିଁକି କେଜାଣି ବହୁତ ଗର୍ବ ଲାଗିଲା ଭାରତୀୟ ହେବାର। ଆଉ ଭାଇ ମାନେ ଆଜିର ମୁଖ୍ୟ ଅତିଥି ଭାବରେ ପତାକା ଉତ୍ତୋଳନ କରିବା ପାଇଁ ଆମ କମ୍ପାନୀର ଜିଏମ ଆସିବେ, ସେଥିପାଇଁ ତାଙ୍କ ଲାଗି ପୁରା ସିକ୍ୟୁରିଟି ଫୋର୍ସ କୁ ଟାଇଟ କରାହେଇଛି। ତ ଏମିତି କିଛି ସମୟ ୱେଟ କଲା ପରେ ଫାଇନାଲି ଆମ କମ୍ପାନୀ ଜିଏମ ର ଏଣ୍ଟ୍ରି ହେଇଥିଲା। ଆଉ ତାଙ୍କୁ ସହ ସମ୍ମାନ ସହ ପ୍ୟାରେଡ କରିକି କମ୍ପାନୀ ଭିତରକୁ ଅଣା ଯାଇଥିଲା। ଆଉ ତାପରେ ଆରମ୍ଭ ହେଇଥିଲା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ। ଆଉ ଯେତେବେଳେ ଜାତୀୟ ସଙ୍ଗୀତ ବାଜିଲା ଆମେ ସମସ୍ତେ ନୀରବରେ ଛିଡା ହେଇଥିଲୁ। ଆଉ ଯେହେତୁ ଆଜି ଗଣତନ୍ତ୍ର ଦିବସ ସେଥିଲାଗି ଆମ ସମସ୍ତଙ୍କୁ କିଛି ପ୍ୟାରେଡ ର ପ୍ରଦର୍ଶନ ଦେଖା ଯାଇଥିଲା। ଆଉ ତାପରେ ଆମ ଜିଏମ ଙ୍କ ପାର୍ଟିରୁ କିଛିଟା ବକ୍ତବ୍ୟ ଶୁଣି ପତାକା ଉତ୍ତୋଳନ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା। ଆଉ ତାପରେ ଆରମ୍ଭ ହେଲା ଡ୍ୟାନ୍ସ ପ୍ରୋଗ୍ରାମ। ଆଉ ମୁଁ ଜମା ଡେରି ନ କରି ସବୁଠୁ ଆଗ ଧାଡିରେ ବସିଗଲି। ଆଉ ଫାଷ୍ଟ ନାଚିବା ପାଇଁ ଗୋଟେ ଝିଅଟି ଆସିଥିଲା। ଆଉ ତା ନାଚ ସରିବା ପରେ ପୁଣି ଗୋଟେ ପୁଅଟିକୁ ଡକା ଯାଇଥିଲା। ଆଉ ପୁଅ ମାନଙ୍କର ଡ୍ୟାନ୍ସ ଏତେ ବଢିଆ ଥିଲା ଯେ ସମସ୍ତେ ଚିଲେଇବାକୁ ଲାଗିଲେ। ଆଉ ଏମିତି ଗୋଟେ ପରେ ଗୋଟେ ଡ୍ୟାନ୍ସ କରିବାକୁ ଲାଗି ପଡିଲେ। ଆଉ ଏମାନଙ୍କର ଡ୍ୟାନ୍ସ ଦେଖି ମତେ ବି ମଝିରେ ମଝିରେ ନାଚିବା ପାଇଁ ଇଚ୍ଛା ହେଉଥିଲା। ତ ଡ୍ୟାନ୍ସ ପ୍ରୋଗ୍ରାମ ସରି ସାରିବା ପରେ ଯେଉଁମାନେ ବି ଡ୍ୟାନ୍ସ କରିଥିଲେ ସେମାନଙ୍କୁ ଆମ ଜିଏମ ତରଫରୁ ଗୋଟେ ଗୋଟେ ଗିଫ୍ଟ ଦିଆଗଲା। ତ ସବୁ କିଛି ସରି ସାରିବା ପରେ ମୁଁ ଯେତେବେଳେ ବାହାରକୁ ଯାଉଥିଲି ସେତିକି ବେଳେ ମୋର ଗୋଟେ ଫଲୋଅର୍ସ ଦେଖା ହେଇଗଲା। ଆଉ ତାଙ୍କ ସହ କିଛି ମସ୍ତି କରି ସାରିବା ପରେ ମୁଁ ବାହାରିକି ଚାଲିଗଲି ବାହାରେ ଖାଇବା ପାଇଁ, କାହିଁକି ନା ଆଜି କ୍ୟାଣ୍ଟିନ ରେ ଚିକେନ ବିରିୟାନୀ ଦିଆ ହେଉଥିଲା। ଆଉ ଆଜି ଯେହେତୁ ସୋମବାର ସେଥିଲାଗି ମୁଁ ଆଇଁଷ ଖାଇଲିନି। ତ ବେକେରୀରେ କିଛିଟା ପେଟ ପୂଜା କରିଦେଇ ମୁଁ ଚାଲିଲି ହଷ୍ଟେଲ ଆଡକୁ। ଆଉ ଆଜିର ଭିଡିଓ ଯଦି ଆପଣ ମାନଙ୍କୁ ଭଲ ଲାଗିଥିବ ଲାଇକ୍ ଗୋଟେ ନିହାତି କରିବେ। ତ ରହିଲି ଭାଇ ମାନେ, ଜୟ ଜଗନ୍ନାଥ।